ଆଜିର ଏହି ସ୍ପେଶିଆଲ କ୍ଲାସ୍ରେ ଆମେ ଏହି ଚାପ୍ଟରର ପ୍ରଶ୍ନ ଉତ୍ତର ଗୁଡ଼ିକ ବହୁତ ସରଳ ଉପାୟରେ ବୁଝିବା। ତେଣୁ ପିଲାମାନେ ଡେରି ନକରି ଖାତା ପେନ୍ ବାହାର କର ଏବଂ ମୋ ସହିତ ଲେଖି ଲେଖି ଚାଲ। ପିଲାମାନେ କେହି ଚିଟିଂ କରିବନି, ସମସ୍ତେ ଲେଖି ଲେଖି ଯିବ। ବୁଝିପାରିଲ ନା? ଆରମ୍ଭ କରିବା ତ? ଚାଲ। ପ୍ରଥମେ କହିଲା ପିଲେ ଫିଲ୍ ଇନ୍ ଦ ବ୍ଲାଙ୍କସ୍। ଏଇଠି ଆମକୁ ଅପସନ୍ ଦିଆଯାଇଛି। ଅପସନ୍ ଅନୁସାରେ ଏହି ପାରାଗ୍ରାଫରେ ଆମକୁ ଫିଲ୍ଅପ୍ କରିବାର ଅଛି। ପିଲାମାନେ ଶୂନ୍ୟ ସ୍ଥାନ ପୂରଣ କରିବା ପୂର୍ବରୁ ପ୍ରଥମେ ଆମେ ଏହି ଶବ୍ଦ ଗୁଡ଼ିକର ଓଡ଼ିଆ ମିନିଂ ଜାଣିବା। ଓଡ଼ିଆ ମିନିଂ ଜାଣିବା ଦ୍ୱାରା ଆମେ ସହଜରେ ଫିଲ୍ ଇନ୍ ଦ ବ୍ଲାଙ୍କସ୍ କରିପାରିବା। ଟ୍ରାଏଡ୍ ମାନେ ହେଉଛି ପିଲେ ଚେଷ୍ଟା କଲା, ମାଉଣ୍ଟେଡ୍ ମାନେ ଚଢ଼ିଲା, ଡେସ୍ପାୟାର ମାନେ ପିଲେ ନିରାଶ ବା ହତାଶ, ଏଟେମ୍ପଟ୍ସ ମାନେ ଉଦ୍ୟମ ଗୁଡ଼ିକ ବା ଚେଷ୍ଟା ଗୁଡ଼ିକ, ଗ୍ରେଟ୍ ମାନେ ବିଶାଳ ବା ମହାନ, କଙ୍କ୍ୟର୍ଡ ମାନେ ଜୟ କରିବା ବା ପରାସ୍ତ କଲା, ଲୋ ମାନେ ପିଲେ ନିମ୍ନ ବା ତଳ, ଏଇଟା ତ ଜାଣିଛ, ଏବଂ ଷ୍ଟ୍ରାଇଭ୍ ମାନେ କଠିନ ପରିଶ୍ରମ କରିବା। ତେବେ ପ୍ରଥମେ କ'ଣ କହିଲା? ଦ ପୋଏମ୍ ରିଟେନ୍ ଇନ୍ ଏ ନେରେଟିଭ୍ ଷ୍ଟାଇଲ୍ ଟେଲ୍ସ ଦ ଷ୍ଟୋରି ଅଫ୍ କିଙ୍ଗ ବ୍ରୁସ୍ ଅଫ୍ ସ୍କଟଲ୍ୟାଣ୍ଡ। ପିଲାମାନେ ଏହି କବିତାଟି ଗୋଟିଏ ଗପ କହିବା ଶୈଳୀରେ ଲେଖାଯାଇଛି, ଯାହାକି ସ୍କଟଲ୍ୟାଣ୍ଡର ରାଜା ବ୍ରୁସ୍ଙ୍କ ବିଷୟରେ କହିଥାଏ। ହୁ ୱାଜ୍ ଫିଲିଂ ଲୋ ଆଫ୍ଟର ଫେଲିଂ ମଲ୍ଟିପୁଲ୍ସ ଟାଇମ୍ ଟୁ ଏଚିଭ୍ ସମଥିଙ୍ଗ ଗ୍ରେଟ୍ ଫର୍ ହିଜ୍ ପିପୁଲ୍। ସିଏ ନିଜ ପ୍ରଜାମାନଙ୍କ ପାଇଁ କିଛି ବଡ଼ କାମ ବା ମହତ୍ କାମ କରିବାର ବାରମ୍ବାର ଚେଷ୍ଟା ଫଳରେ ବାରମ୍ବାର ଫେଲ୍ ହେଇଥିଲେ ଏବଂ ସେଥିପାଇଁ ସେ ମନ ଦୁଃଖରେ ବସିଥିଲେ। ଲୋ ମାନେ ପିଲେ ଭାଙ୍ଗି ପଡ଼ିବା ବା ତଳେ ପଡ଼ିଯିବା, ବସି ପଡ଼ିବା, ଏମିତି ଅର୍ଥକୁ ବୁଝେଇବ। ଇନ୍ ଏ ମୁମେଣ୍ଟ ଅଫ୍ ଡେସ୍ପେୟାର ହି ଅବଜର୍ଭଡ୍ ଏ ସ୍ପାଇଡର ଟ୍ରାଇଂ ଟୁ ରିଚ୍ ଇଟ୍ସ ୱେବ୍ ହାଇ ଏଭବ୍। ଏଥି ମଧ୍ୟରେ ବା ଏହି ନିରାଶ ମୁହୂର୍ତ୍ତରେ, ଡେସ୍ପାୟାର ମାନେ ପିଲେ ନିରାଶ, ଏହି ନିରାଶ ମୁହୂର୍ତ୍ତରେ ସେ ଏକ ବୁଢ଼ିଆଣୀକୁ ଦେଖିଲେ ଯିଏକି ତାର ଜାଲ ଘରକୁ ବା ୱେବ୍କୁ ଯିବାକୁ ଚେଷ୍ଟା କରୁଥିଲା। ଦ ସ୍ପାଇଡର ମାଉଣ୍ଟେଡ୍ ଏଭ୍ରି ଟାଇମ୍ ଇଟ୍ ଫେଲ୍ ଆଫ୍ଟର ଗେଟିଂ କ୍ଲୋଜ୍ ଟୁ ଇଟ୍ସ ଗୋଲ୍। ସେଇ ବୁଢ଼ିଆଣୀଟି ତାର ଲକ୍ଷ୍ୟ ପାଖକୁ ଯାଇ ଯେତେ ଥର ତଳେ ପଡ଼ୁଥିଲା, ସେ ପୁଣି ଥରେ ଆହୁରି କଠିନ ପରିଶ୍ରମ କରୁଥିଲା। ଇଟ୍ ମେଡ୍ 9 attempts and finally succeed। ଏଇଠି ହେଇଯିବ ପିଲେ attempts। ସେ ମୋଟ 9 ଥର ଚେଷ୍ଟା କଲା ଏବଂ ଶେଷରେ ସଫଳ ହେଲା। ଦ କିଙ୍ଗ said that the spider had conquered and so would he। ରାଜା ସେଇଠୁ ଭାବିଲେ, ଯଦି ଏଇ ଛୋଟ ବୁଢ଼ିଆଣୀଟି ଜିତିପାରିଲା, ତେବେ ମୁଁ କାହିଁକି ପାରିବିନି? ତେଣୁ ମୁଁ ମଧ୍ୟ ଜିତିପାରିବି। ଇନ୍ସପାୟାର୍ଡ ବାଇ ଦ ସ୍ପାଇଡର୍ସ ଡିଟରମିନେସନ୍, କିଙ୍ଗ ବ୍ରୁସ୍ ଡିସାଇଡେଡ୍ ଟୁ ଷ୍ଟ୍ରାଇଭ୍। ହ୍ୱେନ୍ ହି ଟ୍ରାଏଡ୍ ଦିସ୍ ଟାଇମ୍ ହି ଅଲ୍ଟିମେଟଲି ସକ୍ସିଡ୍। ବୁଢ଼ିଆଣୀଟିର ଏହି ଇଚ୍ଛା ଶକ୍ତିରୁ ବା ପ୍ରେରଣାରୁ ରାଜା ବ୍ରୁସ୍ ପୁଣି ଥରେ ଚେଷ୍ଟା କରିବାକୁ ସାହସ ବାନ୍ଧିଲେ ଏବଂ ଏହି ଶେଷ ଥର ଯେତେବେଳେ ସେ ଯୁଦ୍ଧ କଲେ, ସେ ସମ୍ପୂର୍ଣ୍ଣ ଭାବରେ ସଫଳ ହେଲେ ବା ଯୁଦ୍ଧଟିକୁ ଜିତିଗଲେ। ବୁଝିହେଲା ନା ପିଲେ? ନେକ୍ସଟ ଦେଖିବା। କମ୍ପ୍ଲିଟ୍ ଦ ଫଲୋଇଂ ସେଣ୍ଟେନ୍ସ ସୁଇଟେବୁଲି ଦ ସେଣ୍ଟ୍ରାଲ ଆଇଡ଼ିଆ ଅଫ୍ ଦ ପୋଏମ୍। ପିଲାମାନେ ଏଇ ଯେଉଁ କବିତା ଥିଲା, ଏଇ କବିତାର ମୂଳ ଆଦର୍ଶ ବା ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଆମକୁ ଜୀବନରେ କେବେ ହେଲେ ହାର ମାନିବା ଉଚିତ ନୁହେଁ ଏବଂ ସଫଳତା ନ ମିଳିବା ପର୍ଯ୍ୟନ୍ତ ବାରମ୍ବାର ଚେଷ୍ଟା କରି ଚାଲିବା। ତେଣୁ ଆମେ ଲେଖିବା ନେଭର ଗିଭ୍ ଅପ୍ and keep trying continuously until you achieve success. Pick 3 examples from the poem for each of the following। କବିତାରୁ ଧାଡ଼ି ଖୋଜିକି ଲେଖ ତଳେ ଦିଆଯାଇଥିବା ପଦଗୁଡ଼ିକ ପାଇଁ। Lines that describe the spider's effort। କେଉଁ ଲାଇନ୍ ଗୁଡ଼ା ବା କେଉଁ ପଦ ଗୁଡ଼ା ଦର୍ଶାଉଛି ଯେ ବୁଢ଼ିଆଣୀଟି ବହୁତ ଚେଷ୍ଟା କରୁଥିଲା। କେଉଁ ପଦଗୁଡ଼ିକ ପିଲେ? ଏଇଟା ଦେଖ। It soon began to cling and crawl, straight up with strong endeavor, up it ran, not a second to stay। ଏହି ଶବ୍ଦ ଗୁଡ଼ିକ ବା ଏହି ପଦ ଗୁଡ଼ିକ ଦର୍ଶାଉଛି ବୁଢ଼ିଆଣୀଟି ବହୁତ ଚେଷ୍ଟା କରୁଥିଲା। ଏ ଲିଟରେସନ୍, ଏ ଲିଟରେସନ୍ ମାନେ କ'ଣ ପିଲେ? ପାଖାପାଖି ଶବ୍ଦ ବା ଆମେ କହିପାରିବା ପ୍ରଥମ ଅକ୍ଷର ବା ଉଚ୍ଚାରଣ ସମାନ ହେଉଥିବ। ଏଇଠି ହିଁ ଅଛି ପିଲେ କ୍ଲିଂ ଏଣ୍ଡ କ୍ରାଉଲ୍। ସେମିତି ଷ୍ଟ୍ରେଟ୍ ଏବଂ ଷ୍ଟ୍ରଙ୍ଗ ଏମିତି ଆମେ ଲେଖିପାରିବା। ନେକ୍ସଟ ଦେଖିବା ତେବେ। Why does the poet repeat the following words or phrase in the poem? Tried and tried, steadily, up,
କବି ଶବ୍ଦଗୁଡ଼ିକ କାହିଁକି ବାରମ୍ବାର ବ୍ୟବହାର କରିଛନ୍ତି? ଯେମିତି ସେ ବୁଢ଼ିଆଣୀ ଏବଂ ରାଜାଙ୍କର ଯେଉଁ କଠିନ ପରିଶ୍ରମ କରୁଥିଲେ ବା ସାହସ ଦେଖେଇଲେ ତାକୁ ଅଧିକ ଗୁରୁତ୍ୱ ଦେଇକି ବୁଝେଇ ପାରିବେ। ଆଉ ଏଇଟା ଦର୍ଶାଏ ଯେ ସଫଳତା ସାଙ୍ଗେ ସାଙ୍ଗେ ମିଳେ ନାହିଁ। ସଫଳତା ମିଳିବା ପାଇଁ ବା ସଫଳତା ପାଇବା ପାଇଁ ଆମକୁ ଧୈର୍ଯ୍ୟବାନ ଏବଂ ବାରମ୍ବାର ଚେଷ୍ଟା କରିବାକୁ ପଡ଼ିବ। ତେଣୁ ଆମେ ଲେଖିବା ଦ ପୋଏଟ୍ ରିପିଟ୍ସ ଦିଜ୍ ୱାର୍ଡସ୍ to emphasize the continuous hard work, determination and ongoing efforts of both the spider and the king। ରାଜା ଏବଂ ବୁଢ଼ିଆଣୀର ବାରମ୍ବାର ଚେଷ୍ଟା ଏବଂ କଠିନ ପରିଶ୍ରମକୁ ଅଧିକ ଗୁରୁତ୍ୱ ଦେବା ପାଇଁ ସେ ଏହି ଶବ୍ଦଗୁଡ଼ିକୁ ରିପିଟ୍ କରିଛନ୍ତି। ଇଟ୍ ସୋଜ୍ ଦ୍ୟାଟ୍ ସକ୍ସେସ୍ ଡଜ୍ ନଟ୍ କମ୍ ଇନଷ୍ଟାଣ୍ଟଲି। ଏଇଟା ଦର୍ଶାଉଛି ଯେ ସଫଳତା ସାଙ୍ଗେ ସାଙ୍ଗେ ମିଳେ ନାହିଁ, ବଟ୍ ଥ୍ରୋ କନଷ୍ଟାଣ୍ଟ ଆଣ୍ଡ ପେସେଣ୍ଟ ଆଟେମ୍ପ୍ଟସ୍। ବାରମ୍ବାର ଚେଷ୍ଟା ଏବଂ ଧୈର୍ଯ୍ୟ ଦ୍ୱାରା ସଫଳତା ମିଳିଥାଏ। ଭି ନମ୍ବର କ'ଣ କହିଲା? ଇନ୍ ଷ୍ଟାଞ୍ଜା 1 ଡାଉନ୍ ରାଇମ୍ସ ୱିଥ୍ କ୍ରାଉନ୍। ଠିକ୍ ନା ନାହିଁ? ଡାଉନ୍ଟା କାହା ଭଳିଆ ଶୁଣାଯାଉଛି? କ୍ରାଉନ୍। ରାଇମ୍ସ କହିଲେ କ'ଣ ପିଲେ? ଏକା ଶବ୍ଦ ବା ଆମେ କହିପାରିବା ଏକା ଶୁଣାଯାଉଥିବା ଶବ୍ଦ। ନାଉ ଫାଇଣ୍ଡ ଦ ପେୟାର୍ସ ଅଫ୍ ରାଇମିଂ ୱାର୍ଡସ୍ ଇନ୍ ଦ ପୋଏମ୍ ଡିସ୍କସ୍ ଇନ୍ ଗ୍ରୁପ୍ ଅଲସୋ। ପିଲାମାନେ ଏଇଠି କହିଲା ପୋଏମ୍ରେ ଯେତେ ବି ସବୁ ରାଇମିଂ ୱାର୍ଡସ୍ ଅଛି ସେଗୁଡ଼ିକୁ ଡିସ୍କସ୍ କର ଏବଂ ଲେଖ। କେଉଁ କେଉଁ ଗୁଡ଼ିକ ହେବ ତେବେ? କ୍ରାଉଲ୍, ସ୍ପ୍ରାଉଲ୍, ଏଣ୍ଡ ଓଭର, ଏଭର, ଷ୍ଟେ, ଲେ ଏମିତି ହେଇପାରିବ। ଠିକ୍ ନା ନାହିଁ? ନେକ୍ସଟ ଦେଖିବା ତେବେ। Read the extracts given below and answer the questions that follows। ଏଇଟା ପିଲେ ପୋଏମ୍ରୁ କିଛି ଅଂଶ ଦେଇଛି ଏବଂ ଏଇଠୁ ଆମକୁ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାକୁ ଅଛି। ସିଲେକ୍ଟ ଦ ଫ୍ରେଜ୍ which shows the physical expression of the king's emotional state। ସେଇ ଫ୍ରେଜ୍ଟାକୁ ବାଛ ଯାହାଦ୍ୱାରା ରାଜା କେମିତି ମର୍ମାହତ ଅବସ୍ଥାରେ ଥିଲେ ତାଙ୍କର ଏକ୍ସପ୍ରେସନ୍ ବା ଇମୋସନାଲ୍ ଷ୍ଟେଟ୍କୁ ବୁଝାପଡ଼େ। କେଉଁଟି ହେବ ପିଲା ଆନ୍ସର୍? ଆନ୍ସର୍ ହେବ ଫ୍ଲୋଙ୍ଗ ହିମସେଲ୍ଫ ଡାଉନ୍। ପିଲାମାନେ ରାଜା ନିରାଶ ହୋଇ ମନ ଦୁଃଖରେ ନିଜ ଶରୀରକୁ କେମିତି ପକାଇ ଦେଇଥିଲେ? ତଳେ ପଡ଼ି ରହିଥିଲେ। ଏଇଠୁ ଜଣାପଡ଼ୁଛି ରାଜାଙ୍କର ଅବସ୍ଥା। ଦ ପୋଏଟ୍ ହେଜ୍ ୟୁଜ୍ ଦ ୱାର୍ଡ ଲୋ ବିଫୋର୍ ଡେସ୍ପାୟାର। ହ୍ୱାଟ୍ ଡଜ୍ ଦ ୱାର୍ଡ ଲୋ ମିନ୍ ହେୟାର? ପିଲାମାନେ ଆଗରୁ ମଧ୍ୟ କହିଛି ଲୋ ମାନେ ହେଉଛି ଦ ୱାର୍ଡ ଲୋ ମିନ୍ସ ଡିପ୍ ଓର୍ ଇଣ୍ଟେନ୍ସ ସ୍ୟାଡନେସ୍ ଓର୍ ହୋପଲେସନେସ୍। ଆମେ କହିପାରିବା ଲୋର ଅର୍ଥ ହେଉଛି ଗଭୀର ନିରାଶା ବା ଅତ୍ୟଧିକ ଦୁଃଖ। ଚୁଜ୍ ଦ କରେକ୍ଟ ଅପସନ୍ ଟୁ କମ୍ପ୍ଲିଟ୍ ଦ ସେଣ୍ଟେନ୍ସ। ଇନ୍ ଦ ଲାଇନ୍ and after a while he pondered there। ଦ ୱାର୍ଡ pondered ମିନ୍ କ'ଣ? ଏଇଠି ପିଲେ ponderedର ମାନେ କ'ଣ ବୁଝାଉଛି? କ'ଣ କ'ଣ ଦେଇଛି ଆମକୁ? ପୋଜ୍ଡ, ପୋଜ୍ଡ ମାନେ ଅଟକି ଯିବା, ଥଟ୍ ମାନେ ଚିନ୍ତା କରିବା, ସି ନୋଟିସ୍ଡ, ନୋଟିସ୍ଡ ମାନେ ଲକ୍ଷ୍ୟ କଲା ଏବଂ ଡି ମାନେ ହେଉଛି ରେଷ୍ଟେଡ୍, ରେଷ୍ଟେଡ୍ ମାନେ ହେଉଛି ପିଲେ ବିଶ୍ରାମ ନେଲେ। ତେବେ ଏଇଠି ଯେଉଁ pondered କହିଛି ponderedର ମାନେ ପିଲେ ଥଟ୍। କ'ଣ? ponderedର ମାନେ ହେଉଛି ଥଟ୍, ଚିନ୍ତା କଲେ ବା ଗଭୀର ଚିନ୍ତା କଲେ। ସେମିତି ଆଇ ଭି କହିଲା ଚୁଜ୍ ଦ କରେକ୍ଟ ଅପସନ୍ ଫ୍ରମ୍ ଦ ୱାର୍ଡସ୍ ଗିଭେନ୍ ଇନ୍ ଦ ବ୍ରାକେଟ୍। ଏଇ ବ୍ରାକେଟ୍ରେ ଦିଆଯାଇଥିବା ଅପସନ୍ ମଧ୍ୟରୁ ଠିକ୍ଟିକୁ ଚୟନ କର। ଦ ଫ୍ରେଜ୍ ସିଲ୍କେନ୍ ଫିଲ୍ମି କ୍ଲୁ। ଏଇଠି ଯେଉଁ କୁହାଗଲା ସିଲ୍କେନ୍ ଫିଲ୍ମି କ୍ଲୁ, ଏହି ୱାର୍ଡଟିର ଅର୍ଥ କେଉଁଟିକୁ ବୁଝାଉଛି? କେଉଁଟା ହେବ ପିଲେ? ଭେରି ଡେଲିକେଟ୍ ଆଣ୍ଡ ସଫ୍ଟ। ଭେରି ଡେଲିକେଟ୍ ଆଣ୍ଡ ସଫ୍ଟ ହେଇଯିବ ରାଇଟ୍ ଆନ୍ସର୍। ବୁଝିହେଲା ନା? ନେକ୍ସଟ ଯିବା, ଚାଲ। ଏଇଠି ପିଲେ ଗୋଟିଏ ପଦ ଦେଇଛି। ଏଇ ପଦରୁ ଆମକୁ କିଛି ପ୍ରଶ୍ନ ପଚାରିଛି। ଯେମିତିକି ଲିଷ୍ଟ ଏନି 2 କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଦ ସ୍ପାଇଡର ହାଇଲାଇଟେଡ୍ ଇନ୍ ଦ ଲାଇନ୍ ବଟ୍ ଆପ୍ ଇନ୍ ଦ ଇନସେକ୍ଟ ୱେଣ୍ଟ ୱାନ୍ସ ମୋର୍। ଯେତେବେଳେ ବି ସେଇ ସ୍ପାଇଡରଟି ଉପରକୁ ଉଠୁଥିଲା ପୁଣି ତଳକୁ ଖସି ଯାଉଥିଲା ଏବଂ ସେ ହାର ନ ମାନି ପୁଣି ଥରେ ଚେଷ୍ଟା କରୁଥିଲା ଉପରକୁ ଉଠିବା ପାଇଁ। ଏଇଠୁ ଜଣାପଡ଼ୁଛି ସେଇ ସ୍ପାଇଡରର ମଧ୍ୟରେ ଦୁଇଟି ମୁଖ୍ୟ ଗୁଣ ଥିଲା। ସେଗୁଡ଼ିକ ହେଉଛି ଡିଟରମିନେସନ୍ ଏବଂ ହାର୍ଡୱାର୍କ ବା କହିପାରିବା ଆମେ ପରସିଭେରେନ୍ସ ଆଉ ହାର୍ଡ ଟୋଏଲିଂ ନେଚର। ଦୃଢ଼ ସଂକଳ୍ପ ଏବଂ କଠିନ ପରିଶ୍ରମୀର ସ୍ୱଭାବ ବା କଠିନ ପରିଶ୍ରମ କରିବାର ଚେଷ୍ଟା। ବୁଝିହେଲା ନା ପିଲେ? ନେକ୍ସଟ ଦେଖିବା।
ଚୁଜ୍ ଦ କରେକ୍ଟ ଅପସନ୍ ଟୁ କମ୍ପ୍ଲିଟ୍ ଦ ସେଣ୍ଟେନ୍ସ। ବାକ୍ୟଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅପସନ୍ ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛ। ଦ ଏକ୍ସପ୍ରେସନ୍ ଅଫ୍ ମି ଇନ୍ ଦ ଏକ୍ସଟ୍ରାକ୍ଟ ଇଣ୍ଡିକେଟ୍ସ ଏ ସେନ୍ସ ଅଫ୍ ଡେସ୍। ଯେତେବେଳେ ବୁଢ଼ିଆଣୀଟି ବାରମ୍ବାର ଚେଷ୍ଟା କରୁଥିଲା, ଶେଷରେ ସେ ତାର ଜାଲର ବହୁତ ପାଖକୁ ପଳେଇ ଆସିଲା ଆଉ ଗୋଟେ ଫୁଟ ମାତ୍ର ଦୂରକୁ ରହିଲା। ସେତେବେଳେ ରାଜା କ'ଣ କହିଲେ? ମି। ସେ ଚିନ୍ତାରେ ପଡ଼ିଗଲେ ଯେ ବୁଢ଼ିଆଣୀଟି ପ୍ରକୃତରେ ଜିତିବ ନା ହାରିବ, ସେ ଜାଲକୁ ପହଞ୍ଚିବ ନା ପହଞ୍ଚିବ ନାହିଁ। ସେଇ ଟେନସନରେ ସେ କହିଲେ ମି। ତେଣୁ ଏନ୍ସର କ'ଣ ହେଇଯିବ? ଏନ୍ସର ହେଇଯିବ ପିଲେ ଷ୍ଟ୍ରେସ୍। ଷ୍ଟ୍ରେସ୍ ମାନେ ହେଉଛି ଚିନ୍ତା ବା ଟେନସନ୍। କମ୍ପ୍ଲିଟ୍ ଦ ସେଣ୍ଟେନ୍ସ ୱିଥ୍ ଏନ୍ ଏପ୍ରୋପ୍ରିଏଟ୍ ରିଜନ୍। ରିଡର୍ସ ଆର୍ ଏବୁଲ୍ ଟୁ ରିଲେଟ୍ ଟୁ ଦିସ୍ ଏକ୍ସଟ୍ରାକ୍ଟ ବିକଜ୍ ଡେସ୍। ପିଲାମାନେ ବା ଆମେ ଯେଉଁମାନେ ପଢ଼ୁଛେ ଏଇ ଲାଇନ୍ ସହିତ ନିଜକୁ ଆମେ ଯୋଡ଼ି ପାରୁଛୁ, କାରଣ ଆମର ମଣିଷ ଜୀବନରେ ମଧ୍ୟ ଏମିତି ହୁଏ। ଆମେ ଲକ୍ଷ୍ୟର ବହୁତ ପାଖକୁ ଯାଇ ମଧ୍ୟ ଫେଲ୍ ହେଇଯାଉ, ଆମେ ନିରାଶରେ ପଡ଼ିଯାଉ। ସେହି ସମୟରେ ଆମକୁ ହାର ନ ମାନି ବୁଢ଼ିଆଣୀ ଯେମିତି ଚେଷ୍ଟା କଲା, ଆମକୁ ପୁଣି ଥରେ ଚେଷ୍ଟା କରିବାକୁ ପଡ଼ିଥାଏ। ତେଣୁ ଆମେ ଲେଖିବା ଇଟ୍ ମିରର୍ସ ହ୍ୟୁମାନ୍ ଷ୍ଟ୍ରଗଲ୍ସ where we often face failure close to our goals but must find the courage to try again। ବୁଢ଼ିଆଣୀ ପାଖରୁ ଆମେ ଏଇଟା ଶିଖିଲେ, ଯେତେବେଳେ ଆମେ ଲକ୍ଷ୍ୟର ବହୁତ ପାଖକୁ ପହଞ୍ଚି ଯାଇଥାଉ ଏବଂ ଫେଲ୍ ହେଇଥାଉ, ଆମେ ପୁଣି ଥରେ ପଛ ଘୁଞ୍ଚା ଦେଉ ଆଉ ହେବନି ବୋଲି। କିନ୍ତୁ ବୁଢ଼ିଆଣୀ କ'ଣ କଲା? ସେ ନିଜର ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପରେ ଯେତେବେଳେ ପୁଣି ଥରେ ସେ ଫେଲ୍ ହେଇଗଲା, ସେ ପୁଣି ଥରେ ଚେଷ୍ଟା କଲା ମୁଁ କେମିତି ମୋର ଜାଲ ପାଖକୁ ପହଞ୍ଚିବି। ଏଇଟା ଆମେ ବୁଢ଼ିଆଣୀ ପାଖରୁ ଶିଖିଲେ। ନେକ୍ସଟ ଦେଖିବା ତେବେ। ପିଲାମାନେ 3 ନମ୍ବରର ପ୍ରଶ୍ନ ଗୁଡ଼ିକ ଏକ୍ଜାମରେ 2 ମାର୍କସ୍ କିମ୍ବା 3 ମାର୍କସ୍ର ଆସିପାରେ, ତେଣୁ ମନ ଦେଇକି ବୁଝ। ହାଉ ଡଜ୍ ଦ ଫାର୍ଷ୍ଟ ଷ୍ଟାଞ୍ଜା ହେଲ୍ପ ଇନ୍ ସେଟିଂ ଦ ମୁଡ୍ ଅଫ୍ ଦ ପୋଏମ୍। ଏହି କବିତାର ପ୍ରଥମ ପଦ ବା ପ୍ରଥମ ଷ୍ଟାଞ୍ଜାଟି କ'ଣ ଦର୍ଶଉଛି? ଆମେ ଲେଖିବା ଦ ଫାର୍ଷ୍ଟ ଷ୍ଟାଞ୍ଜା ସୋଜ୍ ଦ୍ୟାଟ୍ କିଙ୍ଗ ବ୍ରୁସ୍ ଇଜ୍ ଭେରି ସ୍ୟାଡ୍ ଏଣ୍ଡ ୱାଣ୍ଟସ୍ ଟୁ ଗିଭ୍ ଅପ୍। ପିଲାମାନେ ପ୍ରଥମ ପଦରେ ଦେଖାଯାଇଛି ଯେ ରାଜା ବ୍ରୁସ୍ ବହୁତ ଦୁଃଖୀ ଅଛନ୍ତି ଆଉ ହାର ମାନିବାକୁ ଯାଉଛନ୍ତି। ଦିସ୍ କ୍ରିଏଟ୍ସ ଏ ସ୍ୟାଡ୍ ଏଣ୍ଡ ହୋପଲେସ୍ ମୁଡ୍ ଏଟ୍ ଦ ବିଗିନିଂ ଅଫ୍ ଦ ପୋଏମ୍। ଏଇଠୁ ଜଣାପଡ଼ୁଛି ରାଜା ହତାଶ ହେଇଯାଇଥିଲେ, ଦୁଃଖୀ ହେଇଯାଇଥିଲେ ଏବଂ ଆଶାବିହୀନ ହେଇଯାଇଥିଲେ। ବୁଝି ହେଉଛି ନା ପିଲେ? ସେମିତି 2 ନମ୍ବର କହିଲା ଡେସ୍କ୍ରାଇବ୍ ହାଉ କିଙ୍ଗ ବ୍ରୁସ୍ ଆଟିଟ୍ୟୁଡ୍ ଚେଞ୍ଜେସ୍ ଫ୍ରମ୍ ଦ ବିଗିନିଂ ଟୁୱାର୍ଡସ୍ ଦ ଏଣ୍ଡ ଅଫ୍ ଦ ପୋଏମ୍। ପ୍ରଥମରେ ରାଜା ବ୍ରୁସ୍ଙ୍କର ଚିନ୍ତାଧାରା କେମିତି ଥିଲା? ସେ ଦୁଃଖୀ ଥିଲେ, ଟେନସନ୍ ଥିଲେ, କିନ୍ତୁ ଶେଷ ବେଳକୁ କ'ଣ ହେଲା? ତାଙ୍କ ମୁଡ୍ ଚେଞ୍ଜ ହେଇଗଲା। ସେଇଟା କହୁଛି କେମିତି ଚେଞ୍ଜ ହେଲା। ଆମେ ଲେଖିବା ଏଟ୍ ଦ ବିଗିନିଂ, ପ୍ରଥମରେ କିଙ୍ଗ ବ୍ରୁସ୍ ଇଜ୍ ସ୍ୟାଡ୍ ଏଣ୍ଡ ୱାଣ୍ଟସ୍ ଟୁ କ୍ୱିଟ୍। ପ୍ରଥମରେ ରାଜା ପୁରା ଭାଙ୍ଗି ପଡ଼ିଥିଲେ ଆଉ ପୁଣି ଥରେ ଚେଷ୍ଟା କରିବାକୁ ଚାହୁଁନଥିଲେ। ବାଟ୍ ଆଫ୍ଟର ୱାଚିଂ ଦ ସ୍ପାଇଡର ଟ୍ରାଇ ଏଗେନ୍ ଏଣ୍ଡ ଏଗେନ୍ ହି ଗେଟ୍ସ ଇନ୍ସପାୟାର୍ଡ। ହେଲେ ବୁଢ଼ିଆଣୀର ବାରମ୍ବାର ଚେଷ୍ଟା ଦେଖି ସେ ସେଇଠୁ ପ୍ରେରଣା ପାଇଲେ, ଉତ୍ସାହ ପାଇଲେ। ଏଟ୍ ଦ ଏଣ୍ଡ ହି ବିକମ୍ସ ବ୍ରେଭ୍ ଟ୍ରାଇଜ୍ ଏଗେନ୍ ଏଣ୍ଡ ୱିନ୍ସ। ଏବଂ ଶେଷରେ କ'ଣ ହେଲା ପିଲେ? ସେ ସାହସ ବାନ୍ଧିଲେ, ପୁଣି ଥରେ ଯୁଦ୍ଧ କଲେ ଏବଂ ଶେଷରେ ସଫଳ ହେଲେ। The poet describes every action of the spider in great detail। ପିଲାମାନେ, କବି ବୁଢ଼ିଆଣୀର ପ୍ରତ୍ୟେକଟି କାମକୁ ବହୁତ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି, ଗ୍ରେଟ୍ ଡିଟେଲ୍ ଦେଇଛନ୍ତି। ହ୍ୱାଟ୍ ଡଜ୍ ଦିସ୍ ଟେଲ୍ ଆସ୍ ଏବାଉଟ୍ ହିଜ୍ ଆଟିଟ୍ୟୁଡ୍ ଟୁୱାର୍ଡସ୍ ଦ ସ୍ପାଇଡର। ବୁଢ଼ିଆଣୀ ପ୍ରତି କବିଙ୍କର ଚିନ୍ତାଧାରା ବା ମନୋଭାବ କିପରି ଥିଲା, ଏଇଠୁ କେମିତି ଜଣାପଡ଼ୁଛି? ଆମେ ଲେଖିବା ଇଟ୍ ସୋଜ୍ ଦ୍ୟାଟ୍ ଦ ପୋଏଟ୍ ରେସ୍ପେକ୍ଟସ୍ ଏଣ୍ଡ ଏଡମାୟର୍ସ ଦ ସ୍ପାଇଡର। ଏଇଠୁ ଜଣାପଡ଼େ ଯେ କବି ବୁଢ଼ିଆଣୀକୁ ବହୁତ ସମ୍ମାନ କରୁଛନ୍ତି। ହି ବିଲିଭ୍ସ ଦ୍ୟାଟ୍ ଇଭେନ୍ ଏ ଟିନି କ୍ରିଏଚର୍ କ୍ୟାନ୍ ଟିଚ୍ ଆସ୍ ଏ ବିଗ୍ ଲେସନ୍ ଏବାଉଟ୍ ହାର୍ଡୱାର୍କ ଏଣ୍ଡ ଷ୍ଟ୍ରଙ୍ଗ ୱିଲ୍। ଗୋଟିଏ ଛୋଟ ଜୀବ ମଧ୍ୟ ଆମକୁ କ'ଣ ଶିଖେଇ ପାରିବ? କଠିନ ପରିଶ୍ରମ କଲେ ଦିନେ ନା ଦିନେ କେମିତି ଆମେ ସଫଳ ହେବା ବା ସଫଳତା ପାଇପାରିବା, ଏଇଟା ଶିଖେଇ ଦିଏ ଆଉ ଏଇଟା କବି ବିଶ୍ୱାସ କରନ୍ତି। ବୁଝିହେଇଛି ନା ପିଲେ? ସେମିତି 4 ନମ୍ବର ପଚାରିଲା ହାଉ ଡଜ୍ ଦ ସ୍ପାଇଡର ଇନ୍ସପାୟାର ଆସ୍ ଟୁ ଓଭରକମ୍ ଡେସ୍ପେୟାର ଏଣ୍ଡ ନଟ୍ ଗିଭ୍ ଅପ୍। ବୁଢ଼ିଆଣୀଟି ଆମକୁ ନିରାଶ
ଏବଂ କେବେ ବି ହାର ନ ମାନିବା ପାଇଁ କେମିତି ଶିଖେଇଛି ବା କେମିତି ଆମକୁ ପ୍ରେରଣା ଦେଉଛି। ଆମେ ଲେଖିବା ଦ ସ୍ପାଇଡର ଫଲ୍ସ ଡାଉନ୍ ମେନି ଟାଇମ୍ସ ବଟ୍ ନେଭର ଷ୍ଟପ୍ ଟ୍ରାଇଂ ଅନ୍ଟିଲ୍ ଇଟ୍ ରିଚେସ୍ ଇଟ୍ସ ଗୋଲ୍। ପିଲାମାନେ ବୁଢ଼ିଆଣୀଟି ବହୁତ ଥର ତଳେ ପଡ଼ିଯାଇଛି, ହେଲେ ସେ ସେତେବେଳ ପର୍ଯ୍ୟନ୍ତ ଚେଷ୍ଟା ବନ୍ଦ କରୁନି ଯେତେବେଳ ଯାଇ ସେ ତାର ଲକ୍ଷ୍ୟସ୍ଥଳ ମାନେ ପିଲେ ତାର ଜାଲ ପାଖରେ ପହଞ୍ଚି ନାହିଁ। ଦିସ୍ ଟେଲ୍ ଆସ୍ ଦ୍ୟାଟ୍ ୱି ସୁଡ୍ ଅଲସୋ କିପ୍ ୱାର୍କିଂ ହାର୍ଡ ଏଣ୍ଡ ନେଭର ଗିଭ୍ ଅପ୍ ଆଫ୍ଟର ଫେଲିୟର୍ସ। ଏଇଟା ଆମକୁ ଶିଖଉଛି ଯେ ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ କେବେ ବି ହାର ମାନିବା ଉଚିତ ନୁହେଁ। ବୁଝି ହେଇଛି ନା ପିଲେ? ନେକ୍ସଟ ଦେଖିବା। ଦ ପୋଏମ୍ ଟିଚେସ୍ ଆସ୍ ଦ୍ୟାଟ୍ ଫେଲିୟର୍ସ ଆର୍ ଷ୍ଟେପିଂ ଷ୍ଟୋନ୍ସ ଟୁ ସକ୍ସେସ୍। ପିଲାମାନେ ଏଇଟା କହିଲା, ଏଇ କବିତା ଆମକୁ ଶିଖଉଛି ଯେ ବିଫଳତା ହିଁ ସଫଳତାର ମହାମନ୍ତ୍ର, ବା ଆମେ କହିପାରିବା ବିଫଳତା ହିଁ ସଫଳତାର ଷ୍ଟେପ୍ ବା ପାହାଚ। ଏହାକୁ ବୁଝାଉ। କେମିତି ଲେଖିବା ଆମେ? ଦ ସ୍ପାଇଡର ଫେଲ୍ଡ 9 ଟାଇମ୍ସ ବଟ୍ ସକ୍ସିଡ୍ ଅନ୍ ଦ 10th ଟାଇମ୍। ଠିକ୍ କଥା ନା ପିଲେ? ବୁଢ଼ିଆଣୀଟି 9 ଥର ଫେଲ୍ ହେଲା ଏବଂ 10 ନମ୍ବର ବେଳକୁ ସେ ଜିତିଗଲା। କିଙ୍ଗ ବ୍ରୁସ୍ ଅଲସୋ ଫେଲ୍ଡ ବିଫୋର ୱିନିଂ। ରାଜା ବ୍ରୁସ୍ ମଧ୍ୟ ଜିତିବା ପୂର୍ବରୁ ହାରିଥିଲେ। ଦିସ୍ ପ୍ରୁଭ୍ ଦ୍ୟାଟ୍ ଫେଲିୟର୍ସ ଟିଚେସ୍ ଆସ୍ ଲେସନ୍ସ ଏଣ୍ଡ ହେଲ୍ପସ୍ ଆସ୍ ଗେଟ୍ ସକ୍ସେସ୍ ଇଫ୍ ୱି କିପ୍ ଟ୍ରାଇଂ। ଏଥିରୁ ଜଣାପଡ଼େ ଯେ ବିଫଳତା ବା ଭୁଲ ଆମକୁ ଶିଖିବାର ସୁଯୋଗ ଦିଏ, ଅପରଚୁନିଟି ଦିଏ, ଯାହା ଆମକୁ ସଫଳତା ଆଡ଼କୁ ନେଇଯାଏ। ଆମେ ଯଦି ହାର ନ ମାନିବା ଦିନେ ନା ଦିନେ ଆମେ ନିହାତି ସଫଳ ହେବା। କ୍ୱେଶ୍ଚନ ନମ୍ବର 6 କହିଲା ପିଲେ ଦ ସ୍ପାଇଡର୍ସ ଜର୍ନି ଟେଲ୍ ଆସ୍ ଦ୍ୟାଟ୍ ଏନି ୱାନ୍ କ୍ୟାନ୍ ବି ଏ ସୋର୍ସ ଅଫ୍ ଇନ୍ସପିରେସନ୍ ଇନ୍ ଆୱାର ଲାଇଫ୍ସ। ପ୍ରକୃତରେ ଆମ ଜୀବନରେ କେହି ବି ମାନେ ପିଲେ ବାପା ମା ଭାଇ ଭଉଣୀ, ଜଣେ ଶିକ୍ଷକ, ଜଣେ ସାଙ୍ଗ, କେହି ବି ଇନ୍ସପିରେସନ୍ ବା ଆମେ କହିପାରିବା ପ୍ରେରଣାର ଉତ୍ସ ହେଇପାରିବେ। ଏହାକୁ ଇଲାବୋରେଟ୍ କର। ଆମେ ଲେଖିବା ଏ ଟିନି ସ୍ପାଇଡର୍ସ ବ୍ରେଭେରୀ ମୋଟିଭେଟେଡ୍ ଏ ଗ୍ରେଟ୍ କିଙ୍ଗ ଟୁ ଫାଇଟ୍ ଏଗେନ୍। ଠିକ୍ ନା ନାଇଁ ପିଲେ? ଗୋଟିଏ ଛୋଟ ବୁଢ଼ିଆଣୀର ସାହସ ବଳରେ ରାଜା ପୁଣି ଥରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ। ଦିସ୍ ସୋଜ୍ ଦ୍ୟାଟ୍ ଇନ୍ସପିରେସନ୍ କ୍ୟାନ୍ କମ୍ ଫ୍ରମ୍ ଏନିହ୍ୱେର୍। ଏଇଟା ଆମକୁ ଦର୍ଶଉଛି ଯେ କିଛି ବି ଜିନିଷ ପାଖରୁ ଆମେ ପ୍ରେରଣା ପାଇପାରିବା, ଇଭେନ୍ ଫ୍ରମ୍ ନେଚର ଅର୍ ସ୍ମଲ୍ ଥିଙ୍ଗ ଏରାଉଣ୍ଡ ଆସ୍। ଗୋଟିଏ ସେଇଟା ପ୍ରକୃତିରୁ ହେଇଥାଇପାରେ କିମ୍ବା ଆମ ଚାରିପାଖରେ ଥିବା ବସ୍ତୁ ଗୁଡ଼ିକରୁ ମଧ୍ୟ ହେଇପାରେ। ଆମେ ପ୍ରେରଣା କୌଣସି ଜିନିଷ ଠାରୁ ମଧ୍ୟ ପାଇପାରିବା। ବୁଝି ହେଇଛି ନା ପିଲେ? ତେବେ ପିଲାମାନେ ଆଜିର ଏହି ପାର୍ଟ 1 କ୍ଲାସ୍ରେ ଆମେ ଟ୍ରାଏ ଏଗେନ୍ ଚାପ୍ଟରର କିଛି ପ୍ରଶ୍ନ ଉତ୍ତର ବହୁତ ସରଳ ଉପାୟରେ ବୁଝିଲେ। ଆଶା କରୁଛି ତୁମେମାନେ ସବୁଯାକ ପ୍ରଶ୍ନ ଉତ୍ତର ଗୁଡ଼ିକ ନୋଟ୍ କରିଦେଇଥିବ। କିନ୍ତୁ କାହାଣୀ ଏତିକିରେ ସରିନାହିଁ ପିଲେ। ଏହି ଚାପ୍ଟରର ବାକି ରହିଯାଇଥିବା ପ୍ରଶ୍ନ ଗୁଡ଼ିକୁ ଆମେ ପାର୍ଟ 2 ଅର୍ଥାତ୍ ନେକ୍ସଟ ଭିଡ଼ିଓରେ ଶେଷ କରିବା। ତେଣୁ ସେହି ଭିଡ଼ିଓଟିକୁ ଜମାରୁ ବି ମିସ୍ କରିବ ନାହିଁ। ଯଦି ଆଜିର କ୍ଲାସ୍ ଭଲ ଲାଗିଛି ତେବେ ଭିଡ଼ିଓକୁ ଗୋଟିଏ ଲାଇକ୍ କରି ନିଜ ସାଙ୍ଗମାନଙ୍କ ସହ ପ୍ରଚୁର ମାତ୍ରାରେ ସେୟାର କରିଦିଅ ଏବଂ ଯଦି ଚ୍ୟାନେଲକୁ ନୂଆ କରି ଆସିଛ ଏବେ ହିଁ ସବସ୍କ୍ରାଇବ୍ କରିନିଅ, ଯାହାଫଳରେ ଆଗକୁ ପରୀକ୍ଷା ପାଇଁ ଯେତେ ବି ସବୁ ଇମ୍ପୋର୍ଟାଣ୍ଟ ପ୍ରଶ୍ନପତ୍ର ଏହି ଚ୍ୟାନେଲ ମାଧ୍ୟମରେ ହିଁ ପାଇପାରିବ। ତେବେ ଆଜି ପାଇଁ ଏତିକି ଥାଉ। ପୁଣି ଦେଖା ହେବ ଆଗାମୀ କ୍ଲାସ୍ରେ। ସେତିକି ଯାଏଁ ବିଦାୟ ନିଅ। ଭଲରେ ଥାଉ। ରହୁଛି ପିଲେ। ଜୟ ଜଗନ୍ନାଥ।